ଭାରତବର୍ଷର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ PM ପୋଷଣ ଅଧୀନରେ ପୌଷ୍ଟିକର ଖାଦ୍ୟର ବ୍ୟବସ୍ଥା ବିଦ୍ୟାଳୟମାନଙ୍କରେ କରାଯାଇଛି ଏବଂ ଓଡ଼ିଶାର ମଧ୍ୟ ବିଭିନ୍ନ ବିଦ୍ୟାଳୟର ସରକାରୀ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କରେ ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାର ବ୍ୟବସ୍ଥା PM ପୋଷଣ ଅଧୀନରେ କରାଯାଇଛି। କେତେକ ବିଦ୍ୟାଳୟରେ ଏହା ସେଣ୍ଟ୍ରାଲ କିଚେନ୍ ମାଧ୍ୟମରେ ମଧ୍ୟ ଏ ଖାଦ୍ୟ ପିଲାମାନଙ୍କୁ ଯୋଗାଇ ଦିଆଯାଇଛି। ଓଡ଼ିଶାର 30ଟି ଜିଲ୍ଲାର 433ଟି ବ୍ଲକ ଏବଂ ULB ଏବଂ 51,583 ସ୍କୁଲରେ 63,531 ଜଣ ପାଚିକା ମଧ୍ୟ ଏଥିରେ କାର୍ଯ୍ୟ କରୁଛନ୍ତି। ସରକାରୀ ମେନୁ ଅନୁସାରେ ସୋମବାର ଦିନ ଭାତ ଡାଲମା ଏବଂ ମଙ୍ଗଳବାର ଦିନ ଭାତ ଏବଂ ସୋୟାବଡ଼ି ଯୁକ୍ତ ଖାଦ୍ୟ ପିଲାମାନଙ୍କୁ ଯୋଗାଇ ଦିଆଯାଉଛି। ବୁଧବାର ଦିନ ଭାତ ଏବଂ ଅଣ୍ଡା ତରକାରୀ, ଗୁରୁବାର ଦିନ ଭାତ ଏବଂ ଡାଲମା ପରି ଖାଦ୍ୟ ପିଲାମାନଙ୍କୁ ଯୋଗାଇ ଦିଆଯାଉଛି। ଶୁକ୍ରବାର ଦିନ ଭାତ ଏବଂ ସୋୟାବଡ଼ି ତରକାରୀ ଏବଂ ଶନିବାର ଦିନ ଭାତ ଏବଂ ଅଣ୍ଡା ତରକାରୀ ଓଡ଼ିଶାର ବିଦ୍ୟାଳୟରେ ପିଲାମାନଙ୍କୁ ଯୋଗାଇ ଦିଆଯାଉଛି। କେତେକ ସ୍ଥାନରେ ମଧ୍ୟ ସେଣ୍ଟ୍ରାଲ କିଚେନ୍ର ବ୍ୟବସ୍ଥା କରାଯାଇ ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଛି, ଯାହାଦ୍ୱାରା ପିଲାମାନଙ୍କର ଶାରୀରିକ ଏବଂ ମାନସିକ ବିକାଶରେ ଏହା ସହାୟକ ହେବ। ଆବଶ୍ୟକ ସ୍ଥଳେ ଓଡ଼ିଶାର ଗରିବ ପରିବାରର ପିଲାମାନେ ଏହି ଯୋଜନା ଦ୍ୱାରା ଉପକୃତ ହେବେ। ଏହି ମହତ ଲକ୍ଷ୍ୟ ନେଇ ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ଚାଲୁଅଛି। କିନ୍ତୁ ଦୁଃଖ ଓ ପରିତାପର ବିଷୟ, ଏହି ଯେଉଁ ଖାଦ୍ୟର ମାନଦଣ୍ଡ ଏବଂ ତା'ର ମୂଲ୍ୟ ନିର୍ଦ୍ଧାରଣ କରିବା ପାଇଁ ଶିକ୍ଷକ ସଂଗଠନମାନଙ୍କ ଦ୍ୱାରା ରାଲି କରାଯାଉଥିଲେ ମଧ୍ୟ ବର୍ତ୍ତମାନ ଓଡ଼ିଶାର ଷ୍ଟେଟ୍ ନୋଡାଲ ଅଫିସର PM ପୋଷଣ ଶ୍ରୀ ରଘୁରାମ R ଲେୟାର IASଙ୍କ ଦ୍ୱାରା ଏକ ଚିଠି ମଧ୍ୟ ପ୍ରେରଣ କରାଯାଇଛି। ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା, ଡିପାର୍ଟମେଣ୍ଟ ଅଫ୍ ସ୍କୁଲ ଆଣ୍ଡ ମାସ୍ ଏଜୁକେସନ୍, ଷ୍ଟେଟ୍ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ PM ପୋଷଣ 30/11/2024ର ଏକ ଚିଠି ଆପଣମାନେ ଦେଖିପାରୁଥିବେ, ଯେଉଁଥିରେ ଚିଠିଟି କରାଯାଇଛି ଅଲ୍ କଲେକ୍ଟର୍ସ ଫ୍ରମ୍ ଶ୍ରୀ ରଘୁରାମ R ଲେୟାର IAS ଷ୍ଟେଟ୍ ନୋଡାଲ ଅଫିସର PM ପୋଷଣ। ପ୍ରସଙ୍ଗଟି ରହିଛି ରିଭିଜନ ଅଫ୍ ମ୍ୟାଟେରିଆଲ କଷ୍ଟ ୱିଥ୍ ରେସ୍ପେକ୍ଟ ଟୁ 1 ଡିସେମ୍ବର 2024 ଅଣ୍ଡର PM ପୋଷଣ। ଚିଠିଟିକୁ ଆପଣମାନେ ଭଲ ଭାବରେ ଦେଖିପାରୁଥିବେ, ଯାହାକି ପୂର୍ବରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଅର୍ଥାତ୍ ପ୍ରାଇମେରୀର ପିଲାମାନଙ୍କ ପାଇଁ ମ୍ୟାଟେରିଆଲ କଷ୍ଟ 5 ଟଙ୍କା 90 ଥିଲା, ତାହା ବର୍ତ୍ତମାନ ସରକାରଙ୍କ ଦ୍ୱାରା ବର୍ଦ୍ଧିତ କରାଯାଇ 7 ଟଙ୍କା 64 ପଇସାକୁ ବୃଦ୍ଧି ପାଇଛି ଏବଂ ଅପର ପ୍ରାଇମେରୀ ପିଲାମାନଙ୍କ ପାଇଁ ଯାହା 8 ଟଙ୍କା 82 ପଇସା ଥିଲା, ତାହା ବର୍ତ୍ତମାନ 10 ଟଙ୍କା 94 ଅର୍ଥାତ୍ ଷଷ୍ଠ ଶ୍ରେଣୀରୁ ନବମ ଦଶମ ଶ୍ରେଣୀ ପିଲା ପର୍ଯ୍ୟନ୍ତ 10 ଟଙ୍କା 94 ପଇସାର ରେସନ କଷ୍ଟ ବର୍ତ୍ତମାନ ସରକାରଙ୍କ ତରଫରୁ ଏହା ନିର୍ଦ୍ଧାରିତ କରାଯାଇଛି, ଯାହାକି ବର୍ତ୍ତମାନ ବଜାର ଦର ବୃଦ୍ଧି ପାଇଛି ଏବଂ ବୃଦ୍ଧି ପାଇବାକୁ ଲକ୍ଷ୍ୟରେ ରଖି ଷ୍ଟେଟ୍ ନୋଡାଲ ଅଫିସର PM ପୋଷଣଙ୍କ ଦ୍ୱାରା ଏହି ଚିଠିଟି ଜାରି କରାଯାଇଛି, ଯାହାକି ସରକାରୀ ସ୍ତରରେ ଏହି ମୂଲ୍ୟକୁ ନିର୍ଦ୍ଧାରଣ କରାଯାଇଛି। ତେବେ ବହୁ ସମୟରେ ଅଙ୍ଗନବାଡ଼ିରେ ମଧ୍ୟ ଏହି PM ପୋଷଣ ଯୋଜନା କାର୍ଯ୍ୟକାରୀ କରାଯାଇଥିଲେ ମଧ୍ୟ ବିଭିନ୍ନ ସମୟରେ କର୍ମୀମାନଙ୍କ ଦ୍ୱାରା ମଧ୍ୟ ରାଲି କରାଯାଉଛି, କିନ୍ତୁ ସେଠାରେ ପିଲାମାନଙ୍କୁ ସପ୍ତାହକୁ 5 ଦିନ ଯାକ ଅଣ୍ଡା ଦିଆଯାଉଥିଲେ ମଧ୍ୟ PM ପୋଷଣ ଅଣ୍ଡରରେ ରହୁଥିଲେ ମଧ୍ୟ ଏବେ ଦେଖିବାକୁ ବାକି ରହିଲା ଅଙ୍ଗନବାଡ଼ି କେନ୍ଦ୍ରରେ ଅଧ୍ୟୟନରତ କୋମଳମତି ଛାତ୍ରମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ମୋହନ ସରକାର କି ପ୍ରକାରର ନିଷ୍ପତ୍ତି ନେଉଛନ୍ତି।